चतुर्थ स्कंद षड्विंश अध्याय मैत्रोवाच। पुणी नारद महामुनि कहती हरिभाव घेनी। नारदवाच शुण प्राचीन नृपवर से पुरंजन से मंदिर रहिला स्त्री बसे भोगे अज्ञान मोहे अनुरागे से एक दिने दंडधर मृगया अर्थे वन घोर उद्यम कला से राजन संगे दुर्जय भट्टमान रथ आरोही शीघ्र गति अरण्ये प्रवेश नृपति से पुरंजन दिव्यजान अति सुंदर निरूपम पंचतुरंग रथ बहे गमती पंचमार्गे हये से रथे अछि दुई चक्र तीनि ध्वजा जे अक्ष एक पंचबंधन रजु एक सारथी नीच एक दुईटी सुगंधर स्थान तहिरे पांच कथा जान सातटी चर्म आवरण पांच प्रकारे गति जान से हेमभूषणे शोभन सांजु पिंधई से राजन बसिले मनोज्ञ विमाने देखि संकित रिपुगणे अजय आयुध बांधिण भूपति अति हरसेण मन नामक सेनापति संकेत करिण नृपति ए छाड़िता प्रियवती नारी एकाले गला न विचारी असुर वृत्ति धरी राये कठिन हृदय निर्दये नाही ता अनुग्रह चिते मृगया छळे विमोहिते ए निश्चिन्न बाणे से राजन बधिले वन पशुगण जे राजा हुए अपंडित करे अदोषी जीव हत जे प्राणी जीव वध करे से जोनि मध्य विहरे ଏହା ନ ଜାଣି ନୃପବର ସେ ପଶୁ ମାଇଲା ଅପାର ବରାହ ଗବୟ ହରିଣ ଏମନ୍ତେ ଅନେକ ମାରିଣ ମେଧ ପଶୁ ଯେତେ ଇତ୍ୟାଦି ଜୀବନ୍ତ ସଙ୍ଗତେ ଏମନ୍ତେ ନାନା ଜୀବ ମାରି ସେ ଧର୍ମ ପଥ ନ ବିଚାରି ବନ ଭ୍ରମଣେ ନୃପବର ବହୁତ ଶ୍ରମ ହେଲା ତାର କ୍ଷୁଧୁତ ତୃଷ୍ଣା କ୍ଷୁଧା କାଳେ ଆତ୍ମପୀଡ଼ିତ ଶ୍ରମ ବଳେ ସତରେ ସଦନେ ପ୍ରବେଶ ସ୍ନାନାଦି ଭୋଜନେ ସୁବେଶ ସୁକାନ୍ତି କରାନ୍ତି ଶରୀର ଅତି ସାନନ୍ଦେ ନୃପବର ସୁଗନ୍ଧ ଦ୍ରବ୍ୟ ପୁଷ୍ପମାଳ ଭୂଷଣ ହେଲା ମହିପାଳ ବିବିଧ ନାନା ଆଭରଣ ସୁକର୍ମ ଭୋଗେ ନୃପରାଣ ଇଚ୍ଛଇ ସ୍ୱପତ୍ନୀ ସଙ୍ଗତ ଅନଙ୍ଗ ଶରୀରେ ପୀଡ଼ିତ ପ୍ରବେଶ ଅନ୍ତପୁରେ ଯାଇ ପତ୍ନୀ ବିଷୟ ମନ ଧ୍ୟାଇ ସକଳ ପୁରେ ସେ ରାଜନ ସ୍ୱପତ୍ନୀ ଲୋଡ଼ିଣ ଉଚ୍ଚନ ନ ପାଇ ସେ ନବ ଯୁବତୀ ସଖୀଙ୍କୁ ଚାହିଁ ପଚାରନ୍ତି ସାଦେ ପୁଛଇ ରାଜନ ଶୁଣ ଗୋଏ ମୋର ବଚନ ମୋ ପ୍ରାଣ ସଖିଛନ୍ତି କାହିଁ କହି ସନ୍ତୋଷ କର ଦେଇ ସେ ଧର୍ମେ ଆତ୍ମାଟି ମୋହର ଅର୍ଦ୍ଧେକ ନ ରହେ ଶରୀର ସଦନେ ଅଛନ୍ତି ନା ଭଲେ ସେ ସଖୀ ଗଣ ସଙ୍ଗ ବେଳେ ତୁମ୍ଭେ ତାହାଙ୍କ ଅନୁଚର କହ କୁଶଳ ତାହାଙ୍କର ହେମନ୍ତ ବୋଲି ସେ ରାଜନ ଅନନ୍ୟ କହଇ ବଚନ ଶୁଣ ଗୋ ସଖୀ ଗଣ ମୋର ଏ ଗୃହାଶ୍ରମର ବ୍ୟବହାର ପତ୍ନୀ ନଥିଲେ ନ ଶୋଭନ୍ତି ଏ ରାଜ ସମ୍ପଦ ବିଭୂତି ଯେ ଗୃହେ ନାହିଁ ତାତ ମାତ ସୁପୁତ୍ର ସୁତା ପତିବ୍ରତ ଯେ ଗୃହେ ପତି ଧର୍ମହୀନ ସୁଖେ ତା ନାହିଁ ପ୍ରୟୋଜନ ଦେଶନେ ଚକ୍ରହୀନ ରଥ ବସିଲେ ସୁଖ ନୁହେଁ ଜାତ ଦେଶନେ ଗୃହିଣୀ ବିହୀନେ ଗୃହସ୍ଥ ନ ଶୋଭେ ସଦନେ ଦେଶନେ ଆତ୍ମହୀନ ଦେଇ ତା ଗୃହ ତେନେ ନ ଶୋଭଇ କହ ମୋ କାହିଁ ସୁଲକ୍ଷଣୀ ସେ ମୋର ପ୍ରାଣ ଉଦ୍ଧାରିଣୀ ତା ବିନୁ ନ ସ୍ଫୁରଇ ଜ୍ଞାନ କହି ଗୋ ରଖ ମୋ ଜୀବନ ମୁଁ ଦୁଃଖ ସାଗରେ ବୁଡ଼ିଲେ ଉଧରି ରଖ ପ୍ରାଣ ବଲେ ତା ଶୁଣି ସଖୀ ଗଣ ଭୟେ କହନ୍ତି ଶୁଣ ମହାରାଏ ଆମ୍ଭେ ତ ନ ଜାଣୁ କି ପାଇଁ ଭୂମି ସଜ୍ୟାରେ ଛନ୍ତି ଶୋଇ ଦେଖିଲେ ଜାଣ ମହାରାୟ ଆମ୍ଭେ ନ ଜାଣୁ ଅଭିପ୍ରାୟ ତକ୍ଷଣେ ସତ୍ୱର ରାଜନ ରାଣୀକୁ କଲା ଲିଙ୍ଗନ ଏ ଭୂମିରୁ କୋଳରେ ବସାଇ ଅନେକ ଚାଟୁ ବାକ୍ୟ କହି ସେ ନାରୀ ଦୁଃଖ ବିମୋଚନେ କହେ କାକୁସ୍ଥ ଭୟ ଛନେ ମୋ ସଖୀ ମୁଁ ଯେ ଅପରାଧୀ ତୋ ସଙ୍ଗ ତେଜି ମୁଁ ଦୁର୍ବୁଦ୍ଧି ମୃଗୟା ଛଳେ ବନେ ଗଲି ଏଣୁ ଦୁଃଖିତ ତୋରେ ହେଲି ତୁ ରକ୍ଷା ନ କଲେ ସୁନ୍ଦରୀ ମୁଁ ପ୍ରାଣ ନ ପାରିବି ଧରି ଅତି ବିନୟ ବାକ୍ୟ ଶୁଣି ସେମାନ ନ ତେଜେ ତରୁଣୀ ଅନେକ ବିନୟ ରାଜନ ଚରଣେ ପଡ଼ିଲା ତକ୍ଷଣ ଚରଣ ଧରି ତାର ରାଏ ଅତି ବିଭ୍ରମ ଶୋକେ କହେ ମୋ ସଖୀ ତୋର ଚିନ୍ତା ଭରେ ମୋ ପ୍ରାଣ ନ ରହେ ଶରୀରେ ବାକ୍ୟ ତୁ ହସି କରି କହ ବିକଳ ହେଉଅଛି ଦେହ ମୋ ସ୍ତ୍ରୀ ରତ୍ନ ଶିରୋମଣି ମୋ କାମ ଦୁର୍ଗତି ତାରିଣୀ ତୋ ବିନୁ ଅନ୍ୟ କେବା ମୋରେ ଏ ଦୋଷ କ୍ଷମା କରିପାରେ ଯେ ପୁଣ୍ୟବନ୍ତ ଭୃତ୍ୟଠାରେ ଦୋଷେ ଦଣ୍ଡନ୍ତି ପ୍ରଭୁ ତାରେ ଏ ଦୋଷାନୁସାରେ ପାଇ ଦଣ୍ଡ ତା ଅପରାଧ ହୁଏ ଖଣ୍ଡ ଯେ ସ୍ୱାମୀ ଭୃତ୍ୟ ନ ଦଣ୍ଡନ୍ତି କପଟ ଭାବ ତାଙ୍କ ମତି ଯେ ନିତ୍ୟ ଭୟେ ଦୁଃଖ ଦେ ତାର ସେ ଚିତ୍ତ କାହିଁ ରହେ ସ୍ୱାମୀ ସେବକ ଯେବେ ଦଣ୍ଡି ଦିଅନ୍ତି ଅନୁଗ୍ରହେ ଖଣ୍ଡି ଏ ତା ଯେବେ ଭୃତ୍ୟ ନ ବୁଝଇ ସେ ମୂଢ଼ ଅଧମ ଅଟଇ
ତାହାର କାହିଁ ଜ୍ଞାନ ବୁଦ୍ଧି ଚିତ୍ତ ବିଭ୍ରମେ ନିରବଧି। ଏ ଯେସନେ ପିତା ଅଭିମାନେ ବାଳକ ରୋଧ ଯେସନେ ସେ ପୁତ୍ର ଦୋଷ ନ ଧରନ୍ତି ପୁଣି ବାଳକେ ଆଶ୍ୱାସନ୍ତି। ସେ ରୂପେ ମୋର ଅଭିମାନ ବସଖୀ କର ବିମୋଚନ। ମୁଁ ଯେ ତୁମ୍ଭର ନିଜ ପତି ମୃଗୟା ଦୁଃଖେ ଶ୍ରମେ ଅତି। ଏବେ ତୁ ତେଜି ଅଭିମାନ ଆପଣା କରି ମୋତେ ଘେନ। ହେବର ନାରୀ ଶୁଣ ହେବେ ଧାତା ଅପରାଧିନୀ ଯେବେ। ପଳାଇ ଏ ତିନି ଭୁବନେ ଯେବେ ପଶିବେ ଭୟେ ଚନେ। ତାରେ ଶରଣ ରକ୍ଷେ କେବା ତବିନୁ ଅନ୍ୟ ସୁର ଦେବା। ଦେବୀ ପ୍ରବଷ୍ଟମ୍ବର କୂଳେ ଦଣ୍ଡନେ ଶକ୍ୟ ହେବା ବଳେ। ହେବିନେ ଅନ୍ୟ ସୁର ନର ମୂଢ଼ ଜୀବନ ତାଙ୍କର। ଅପରେ ଚରାଚର ଯେତେ ସେ ସର୍ବ ଅଜ୍ଞାନେ ମୋହିତେ। ଏବେ ହୋ ତାପ ଚିନ୍ତା ଜୋର ତୋର କଟାକ୍ଷେ ଦୂର କର। ଅନେକ ପ୍ରବୋଧ ବଚନ କହି ତୋଷିଲା ରାଜା ମନ। ସେ ନାରୀମାନ ଦୂର କଲା ସନ୍ତୋଷେ ସତରେ ଉଠିଲା। ହେମନ୍ତ ଶୁଣେ ହେ ବିଦୁର ସେ ପୁରଞ୍ଜନ ନୃପବର। ତାବ ସେ ହୋଇଲା ଆୟତ ବିଭ୍ରମ ହେଲା ତାର ଚିତ। ସର୍ବ ଅନୁଭବ ବାଣୀ ନାରଦ ନୃପରେ ବଖାଣି। କହିଲା ବିପ୍ର ଜଗନ୍ନାଥ ଅମୃତ ଜ୍ଞାନମୟ ପଥ। ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ ବୟାସିକ୍ୟାଂ ଚତୁର୍ଥ ସ୍କନ୍ଧେ ପୁରଞ୍ଜନ ବିଷये नारद प्राचीन बहिर्संवादे नाम षड्विंशोऽध्यायः। बोलानंदे कवार हरि हरि बोल।